সম্মাননীয় সভাপতি উচ্চ গুরুজীবৃন্দ পূজনীয় গুরু এখানে উপস্থিত ମୋ ପ୍ରୟାସ ପରିବାରର ସମସ୍ତ କର୍ମକର୍ତ୍ତା ଓ ମୋର ପିତୃତୁଲ୍ୟ ଗୁରୁଜନମାନଙ୍କୁ ଏହି ନବବର୍ଷର ମୋର ହାର୍ଦ୍ଦିକ ଶୁଭକାମନା ଓ ହୃଦୟର ସାନ ଏଠାରେ ଉପସ୍ଥିତ ମୋର ସମସ୍ତ ଶ୍ରଦ୍ଧେୟ ସାନ ଭାଇ ଭଉଣୀମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଜିର ଆଲୋଚନା ପ୍ରସଙ୍ଗ ଓଡ଼ିଶାର ଦୃଷ୍ଟିପଥ 2026 ଓ ବିକଶିତ ଭାରତ 2047 ପୂର୍ଣ୍ଣାଙ୍ଗରେ ସହାୟକ ହେବ କି ବିଷୟରେ ମୁଁ ସୁରକ୍ଷିତ କ୍ଲାସ୍ 10 ଉତ୍ତରାଙ୍ଗଜୀବୀ ହାଇସ୍କୁଲରୁ ଉପସ୍ଥାପନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରିବା ସହିତ ମା ନିର୍ବନ୍ଧଙ୍କ ନିକଟରେ ଚିର କୃତଜ୍ଞ। ଆଶା ଏହି ବକ୍ତବ୍ୟର ଗନ୍ତବ୍ୟ ପଥରେ ଚାଲୁଛନ୍ତି କିଛି ତ୍ରୁଟି କରି ରଖିଥାନ୍ତି ଆପଣଙ୍କୁ ମହାନଗର ଅକିଞ୍ଚନକୁ ପ୍ରଣାମ। ବନ୍ଧୁଗଣ ସେଦିନ ଥିଲା 1936 ମସିହା ଏପ୍ରିଲ ମାସ 1 ତାରିଖ ଓଡ଼ିଶା ଆକାଶରୁ ଅପସରି ଯାଇଥିଲା ପରାଧୀନତାର କଳାବତ। ଯେତେବେଳେ ଓଡ଼ିଶା ବଙ୍ଗୋପ ବିହାର ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ନିଜର ସତ୍ତା ହରାଇବାକୁ ବସିଥିଲା, ଯେତେବେଳେ ଓଡ଼ିଶାର ସ୍ୱତନ୍ତ୍ରତା ବଳି କରିବାକୁ ଯାଉଥିଲା, ଯେତେବେଳେ ବଙ୍ଗର ସୁରେନ୍ଦ୍ରନାଥ ବାନାର୍ଜୀ ସେତେବେଳେ ବର୍ଲାଣ୍ଡ ସାର୍ ଜନ୍ ଅଷ୍ଟିନ୍ ହମାଙ୍କୁ ଭେଟି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଅର୍ଥାତ୍